ବର୍ତ୍ତମାନ ଆମେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ତହସିଲ କାରନ୍ଦା ଗ୍ରାମ ପଞ୍ଚାୟତ ବା କାରନ୍ଦା ଆର୍ଆଇ ସର୍କଲରେ ଆମେ ଅଛୁ। ବର୍ତ୍ତମାନ ଆମେ ଏଠି ଦେଖିବାକୁ ପାଇଲୁ ଚୂରା ଖଣି ବା କଳାମୁଗୁନି ପଥର ମାଳମାଳ ହେଇ ଏଠି ଗଡ଼ି ଉଠୁଛି ଏବଂ ଏ ଅଞ୍ଚଳରେ କିଭଳି ଭାବରେ ଏ ମାଳମାଳ ଖଣି ଚୂରା ଖଣି କରି ମାଫିଆ ମାନେ ଦିନ ରାତି ମାଲ ଢୋଉଛନ୍ତି, ଯାହାକି ସରକାରଙ୍କର ଗାଇଡଲାଇନ୍ସ ଅଛି ଯେ ଏ ଜିନିଷକୁ ସେମାନେ ଦେଖିବେ। ଏସ୍ଓପି ଜାରି ହୋଇଛି ଯେ ଏଠି ବନ ବିଭାଗ ଏବଂ ତହସିଲଦାର, ସ୍ଥାନୀୟ ପ୍ରଶାସନ ଏବଂ ଖଣି ନିଗମ ସେମାନେ ଦେଖି ଏ ଜିନିଷର ତଦନ୍ତ କରିବେ ଏବଂ ମାଫିଆଙ୍କ ନିକଟରେ ସେମାନେ କେସ୍ ରୁଜୁ କରିବେ। କିନ୍ତୁ ଆମେ ଦେଖିବାକୁ ପାଇଲୁ ପ୍ରତ୍ୟେକ କାରନ୍ଦା ଅଞ୍ଚଳରେ ମାନେ 200, 300 କି 400 ମିଟର ଗଭୀର କରି ମାଫିଆ ମାନେ ବର୍ତ୍ତମାନ ଚୋରା ଖଣି ପଥର ନେଇ ସେମାନେ ମାଲେ ମାଲେ ହେଉଛନ୍ତି ଏବଂ ଏଠି ତାଙ୍କ ନାଁରେ କେସ୍ ରୁଜୁ ହେଉନି କି କେଉଁ ମାଫିଆ କ'ଣ କିଛି ଜଣାପଡ଼ୁନି। କିନ୍ତୁ ଆଜି ଆମେ ସୂଚନା ପାଇକିରି ଆସିଲୁ ଯେ ଜଣେ ଡ୍ରାଇଭର ଯାହାକି ବ୍ରେକ୍ ଫେଲ୍ ହେଇକି ଏଠି ମୃତ୍ୟୁବରଣ କରିଛି। କିନ୍ତୁ ପୁଲିସ ବାଲା ରାସୁଳ ପୁଲିସ ବାଲା ଆସିଥିଲେ କିନ୍ତୁ ତାର କିଛି ଟେର୍ ପାଇଲେନି, ଯାହାକି ଉଡ଼ାପଡ଼ା ବ୍ଲକ ଗୋପାଳପୁର ଗ୍ରାମରେ ଆମର ନିଜେ ଜିଲ୍ଲାପାଳ ଈଶ୍ୱର ପାଟିଲ କହିଥିଲେ ଯେ ଗୋटे ଚୂରା ଖଣିରେ ମାନେ କଳାମୁଗୁନି ପଥର ଛଡ଼ାଯିବନି ବା କଳାମୁଗୁନିର ଚିପ୍ସକୁ ଛଡ଼ାଯିବନି, ଯାହାକି ଗୁଡ଼ିଆକଟି ଅଞ୍ଚଳରେ ଆମର ଯେଉଁ CCTV କ୍ୟାମେରା ଲାଗିଛି। କିନ୍ତୁ ଦେଖିବାକୁ ପାଇଲୁ ଯେ ଶହ ଶହ ଚୋରା ଭାବରେ ଏଠି ମାଲ ଚାଲାଣ ହେଉଛି, କିନ୍ତୁ ଯେଉଁ କଲେକ୍ଟର ସାର୍ କିନ୍ତୁ ଜାଣିପାରିନାହାନ୍ତି। ତେଣୁ ଏଠି ପ୍ରଶ୍ନ ଉଠାଉଛି ମାଫିଆ ମାନେ ଜିଲ୍ଲା ପ୍ରଶାସନକୁ ହାତରେ ରଖି ସେମାନେ ଏ କାମ କରିବାକୁ ସକ୍ସେସ୍ ହେଉଛନ୍ତି। ତେଣୁ ଆମେ ବା ସ୍ଥାନୀୟ ବାସିନ୍ଦାମାନେ ନିବେଦନ କରୁଛନ୍ତି ଏ ଅଞ୍ଚଳର ସରକାରଙ୍କ ଯେଉଁ କୋଟି କୋଟି ଟଙ୍କା ରାଜସ୍ୱ ହାନି ହେଉଛି ସେମାନଙ୍କ ବିରୁଦ୍ଧରେ ଦ୍ରୁତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଦେଖିବାକୁ ବାକି ରହିଲା ଯେ ଏ କାରନ୍ଦା ଅଞ୍ଚଳରେ ଯେଉଁ ପଥର ଚୂରା ଚାଲିଛି ସେମାନଙ୍କ ବିରୁଦ୍ଧରେ ସରକାର କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ। ଢେଙ୍କାନାଳ ଉଡ଼ାପଡ଼ାରୁ ହେମନ୍ତ କୁମାର ପ୍ରଧାନଙ୍କ ରିପୋର୍ଟ, କଳିଙ୍ଗ ଟୁଡେ ଲାଇଭ୍।